ଆଜି ପନିର ରେସିପି କରିବା। ପନିରରେ କର୍ଣ୍ଣଫ୍ଲାୱାର ଲଙ୍କା ଗୁଣ୍ଡ ଦେଇ ଗୋଳିକି ରଖିବେ। ଆଉ କଢ଼େଇରେ ସାଧା ତେଲ ଗରମ କରିକି ସେଟା ପନିରକୁ ଫ୍ରାଏ କରିବେ। ପନିରକୁ ଭଲସେ ଯେମିତି ଫ୍ରାଏ କରିବେ ଯେମିତି ଗୋଲ୍ଡେନ୍ ହେଇଯିବ। ଗୋଲ୍ଡେନ୍ ହେଲେ ପନିର ବାହାର କରିଦେବେ। ସେଇ ତେଲରେ ଟିକେ କଞ୍ଚା ଲଙ୍କା, ରସୁଣ, କ୍ୟାପ୍ସିକମ୍ ପକେଇକି ଭାଜିବେ। ଆପଣ ଚାହିଁଲେ ଅଦା ବି ପକେଇ ପାରିବେ, କିନ୍ତୁ ମୁଁ ଅଦା ୟୁଜ୍ କରିନି। କ୍ୟାପ୍ସିକମ୍ ଭଲସେ ଭାଜି ହେଇଯିବ, ସଫ୍ଟ ହେଇଯିବ। ପିଆଜ ପକେଇବେ। ପିଆଜ ପକେଇ ଭଲସେ ଭାଜିଲା ପରେ ଚାଇନା ସଲ୍ଟ ଦେବେ। ଆପଣ ଚାଇନା ସଲ୍ଟ ସ୍କିପ୍ କରିପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। ଏମିତି ପିଆଜ କ୍ୟାପ୍ସିକମ୍ ଭଲସେ ଭାଜି ହେଇଯିବ, ସେଥିରେ ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଦେବେ। ଯଦି ଭିନେଗାର ଥିବ ବି ଟିକେ ଭିନେଗାର ପକେଇଲେ ସଫ୍ଟ ଲାଗିବ। ପକେଇ ସବୁକୁ ଭଲସେ ଫ୍ରାଏ କରିବେ। ସେଠି ପନିର ପକେଇ ଭଲସେ ଫ୍ରାଏ କରିଦେଇକି ଟିକେ ପାଣି ଦେଇଦେବେ, ଟିକେ ପନିର ସଫ୍ଟ ହେବ। ପାଣି ଯେମିତି ଫୁଟି ଆସିବ ସେଇଥିରେ ଟିକେ କର୍ଣ୍ଣଫ୍ଲାୱାର ଗୋଳେଇକି ଦେବେ। ପନିର ରେଡି।